ଦିନେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ମଣିଷ କାହିଁକି ଏତେ ଦୁଃଖୀ ହୁଏ? ସୁଖର ଅନୁସନ୍ଧାନରେ ରହି ମଧ୍ୟ ଶାନ୍ତି କାହିଁକି ପାଏ ନାହିଁ? ଶ୍ରୀକୃଷ୍ଣ ମୃଦୁ ହସି କହିଲେ, ହେ ଅର୍ଜୁନ, ମଣିଷର ଦୁଃଖର ମୂଳ କାରଣ ବାହାରେ ନୁହେଁ, ତାର ମନ ଭିତରେ ରହିଛି। ସେ ଯାହା ପାଖରେ ଅଛି ତାହାର ମୂଲ୍ୟ ବୁଝେ ନାହିଁ, କିନ୍ତୁ ଯାହା ନାହିଁ ତାହା ପାଇଁ ସଦାବେଳେ ଚିନ୍ତା କରେ। ସେ ଅତୀତର ଭୁଲକୁ ନେଇ ଅନୁତାପ କରେ ଏବଂ ଭବିଷ୍ୟତର ଚିନ୍ତାରେ ନିଜର ବର୍ତ୍ତମାନକୁ ନଷ୍ଟ କରିଦିଏ। ଯେତେବେଳେ ମଣିଷ ନିଜର ତୁଳନା ଅନ୍ୟମାନଙ୍କ ସହ କରେ, ସେତେବେଳେ ତାହାର ସୁଖ ହରାଇଯାଏ। ଆଶା ରଖିବା ଭୁଲ ନୁହେଁ, କିନ୍ତୁ ଅତ୍ୟଧିକ ଆଶା ହିଁ ଦୁଃଖର କାରଣ ହୁଏ। ଯେଉଁ ମଣିଷ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖେ, କର୍ମ କରେ ଏବଂ ଫଳର ଚିନ୍ତା ଛାଡ଼ିଦିଏ, ସେହି ମଣିଷ ପ୍ରକୃତରେ ଶାନ୍ତି ପାଏ। ମନେ ରଖ, ଦୁଃଖ ସବୁବେଳେ ପରିସ୍ଥିତିରୁ ଆସେ ନାହିଁ। ଅନେକ ସମୟରେ ଆମର ଚିନ୍ତାଧାରା ହିଁ ଦୁଃଖର କାରଣ ହୁଏ। ଯାହା ତୁମ ପାଖରେ ଅଛି ତାହା ପାଇଁ କୃତଜ୍ଞ ହୁଅ। ଯାହା ନାହିଁ ତାହା ପାଇଁ ଚିନ୍ତା କର ନାହିଁ। ଦୁଃଖର କାରଣ ପରିସ୍ଥିତି ନୁହେଁ, ବରଂ ସେହି ପରିସ୍ଥିତିକୁ ଦେଖିବାର ଆମର ଦୃଷ୍ଟିକୋଣ ହୋଇଥାଏ। ତେଣୁ ଫଳର ଚିନ୍ତା ନୁହେଁ, କର୍ମରେ ମନ ଦିଅ। ଶାନ୍ତି ନିଜେ ତୁମ ପାଖକୁ ଆସିବ।